ଚିକେନ୍ ହରିଆଲି। ଆବଶ୍ୟକ ସାମଗ୍ରୀ 500 ଗ୍ରାମ ଚିକେନ୍, 100 ଗ୍ରାମ ସୋରିଷ ତେଲ, 2ଟି ପିଆଜ, 2ଟି ରସୁଣ, 2 ଇଞ୍ଚ ଅଦା, 1 ଇଞ୍ଚ ଡାଲଚିନି, 2ଟି ଗୁଜୁରାତି, 2ଟି ତେଜପତ୍ର, 1 ଚାମଚ ଜିରା, 2ଟି ଶୁଖିଲା ଲଙ୍କା, 1 ଚାମଚ ଲଙ୍କାଗୁଣ୍ଡ, 1 ଚାମଚ ଧନିଆ ଗୁଣ୍ଡ, 1 ଚାମଚ ଜିରା ଗୁଣ୍ଡ, 2 ଚାମଚ ଗୋଲମରିଚ ଗୁଣ୍ଡ, 1 ଚାମଚ ଗରମ ମସଲା ଗୁଣ୍ଡ, 1 ଚାମଚ ବଟା କାଜୁ, 5-6 ଗୋଟା କାଜୁ, 10ରୁ 15ଟି କିସମିସ୍, 1 ବିଡ଼ା ଧନିଆ ପତ୍ର, 1 ଚାମଚ ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ। ପ୍ରସ୍ତୁତ ପ୍ରଣାଳୀ। ପ୍ରଥମେ ଚିକେନକୁ ଧୋଇ ଲୁଣ, ହଳଦୀ ଓ ଅଳ୍ପ ସୋରିଷ ତେଲ ପକାଇ ଗୋଳେଇ ରଖନ୍ତୁ। ଏହାପରେ ଧନିଆ ପତ୍ରକୁ ଧୋଇ କାଟିକି ରଖନ୍ତୁ। ପିଆଜକୁ କାଟିକି ଏବଂ ଅଦା, ରସୁଣ, ଡାଲଚିନି ଓ ଗୁଜୁରାତିକି ଛେଚିକି ରଖନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ପ୍ରଥମେ ଗୋଟା ଜିରା, ଶୁଖିଲା ଲଙ୍କା ଓ ତେଜପତ୍ର ଏବଂ ପରେ କଟା ପିଆଜ ପକାଇ କିଛି ସମୟ କଷନ୍ତୁ। ତାପରେ ଛେଚା ମସଲା ପକାଇ ଟିକେ ପାଣି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ କଷନ୍ତୁ। ମସଲା ଟିକେ କଷି ହୋଇ ଆସିଲେ ସେଥିରେ ଅଳ୍ପ ଧନିଆ ପତ୍ର, 1 ଚାମଚ ବଟା କାଜୁ ପକାଇ ପୁଣି କଷନ୍ତୁ। ମସଲା ପୁରା କଷି ହୋଇ ଆସିଲେ ଗୋଟା କାଜୁ, କିସମିସ୍ ଓ ଚିକେନ୍ ପକାଇ ପୁଣି କଷନ୍ତୁ। ଚିକେନ୍ କଷି ହୋଇ ଆସିଗଲେ ଆଉ କିଛି ଧନିଆ ପତ୍ର ପକାଇ ପୁଣି କଷନ୍ତୁ। ଚିକେନ୍ ପୁରା କଷି ହୋଇଗଲେ ବାକି ଥିବା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକାଇ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍ ହରିଆଲି।